ଛୁଇଁଲେ ପ୍ରେମ। ଲେଖକ ପବିତ୍ର ପାଣିଗ୍ରାହୀ। ପଢ଼ି ଶୁଣାଉଛନ୍ତି ଶକ୍ତି ବରାଳ। ଗଳ୍ପ ଆକସ୍ମିକ। ଏମିତି ଆକସ୍ମିକ ଭାବେ ତାର ବର୍ଷା ସହ ଦେଖା ହେଇଯିବ ବୋଲି ସିତିକଣ୍ଠ ଜମା ଭାବିନଥିଲା। ବୁକ୍ ଷ୍ଟଲରୁ ପତ୍ରିକାଟେ କିଣି ତରବରରେ ବସ୍ ଉପରକୁ ଉଠି ସାରିଲା ପରେ ପଛ ପର୍ଯ୍ୟନ୍ତ ସିଟ୍ ଉପରେ ଆଖି ବୁଲେଇ ଆଣି ରେଲିଂ ଧରୁ ଧରୁ ଯେଉଁ ସ୍ତ୍ରୀ ଲୋକଟି ତା ଆଡ଼େ ଚାହିଁଛି ବୋଲି ସେ ଅନୁଭବ କଲା ଓ ତାର ଚିହ୍ନା ଚିହ୍ନା ଲାଗିଲା, ସେ ମୁହଁଟି ବର୍ଷାର ବୋଲି ଜାଣିଲା ପରେ ସିତିକଣ୍ଠ ଚମକି ପଡ଼ିଲା ଓ ରୋମାଞ୍ଚିତ ହେଲା। ବର୍ଷା ପାଖକୁ ଡାକିଲା ସିତିକଣ୍ଠକୁ। ସିତିକଣ୍ଠ ଅନ୍ୟମନସ୍କ ଭାବେ ଖଦିକୁଞ୍ଚ ଓ ପଞ୍ଜାବୀକୁ ସଜାଡ଼ି ନେଇ ହ୍ୟାଣ୍ଡବ୍ୟାଗ୍ ଖଣ୍ଡକ ହାତରେ ଧରି ବର୍ଷା ପାଖରେ ପହଞ୍ଚିଲା। ବର୍ଷା କହି ପକେଇଲା, ସିତି ଭାଇ, ବସୁନ, ଏଇଠି ସିଟ୍ ଅଛି, ବସିପଡ଼। ଆଉ କିଏ ଲେଡିସ୍ ଉଠି ଆସିଲେ? ସିତିକଣ୍ଠ ବସିବ କି ନାହିଁ ଭାବୁ ଭାବୁ ବର୍ଷା ଘୁଞ୍ଚିଗଲା ଟିକିଏ ଓ କହିଲା, ସିତି ଭାଇ, ତମେ କ'ଣ ଏବେ ବି ସେମିତି ଖିଆଲି ଓ ଜିଦଖୋର ହେଇ ରହିଛ? ଇଏ ବି ସେମିତି। ଦେଖୁନ, 2 ଦିନ ପାଇଁ ବଡ଼ ପୁଅର କ୍ଲାସ୍ ଆଉ ତାଙ୍କ ରୋଗୀ ଦେଖା ବନ୍ଦ ହେଇଯିବ ବୋଲି ରହିଛନ୍ତି ପୁରୀରେ। ଆଉ 2ଟା ଛୁଆଙ୍କୁ ଧରି ମୁଁ ଏକା ଏକା ଏତେ ବାଟ ଯିବି। 3 ଦିନ ପରେ ଫେରୁଛି ଆମ ଗାଁରୁ। ବାପା ଆସି ବସ୍ ଚଢ଼େଇ ଦେଇଗଲେ। ଦେହ ଖରାପ ଯୋଗୁଁ ତାଙ୍କୁ ବଳେଇଲିନି ଯିବାକୁ। ତମେ ଦେଖା ହେଇଗଲ ଏକା। କିଛି ସମୟ ତ ବୋର୍ ହବାରୁ ତ୍ରାହି ମିଳିଗଲା। ସିତିକଣ୍ଠ ଉଦାସ ହେଇ କହିଲା, ହଁ କହୁନୁ, କହିପକା ତୋ କଥା ସବୁ। ତୋତେ ଦେଖିଲା ପରଠୁ ମୋର ତ ଭାରି ଈର୍ଷା ହଉଛି। କ'ଣ ବଲ ବଲ କରି ଚାହିଁଛୁ ମୋତେ? ପଚାରୁନୁ, ମୁଁ କେବେଠୁ ଧୋତି ପଞ୍ଜାବୀ ପିନ୍ଧୁଛି, ମୁହଁ ଚିକଣ କରି ଦାଢ଼ି କାଟୁଛି? ସବୁଦିନେ କ'ଣ ଆଉ କଲେଜ ପିଲା ହେଇ ବୁଲୁଥାନ୍ତି? ମୋ ପୁଅ ପରା ଆଉ କେଇ ବର୍ଷ ପରେ କଲେଜ ଯିବ। ବସ୍ ଛାଡ଼ୁ ଛାଡ଼ୁ ତ ସବୁ କହି ପକେଇଲଣି ସିତି ଭାଇ। ଏତେ ବାଟ କ'ଣ ଶୋଇ ଶୋଇ ଯିବା? କହିସାରି ବର୍ଷା ଚୁପ୍ ହେଇଗଲା, ତାଙ୍କ ଆଡ଼େ କେତେଜଣ ଚାହିଁଛନ୍ତି ବୋଲି ଜାଣିବା ପରେ। ସାନ ପୁଅକୁ କୋଳରେ ଭଲ କରି ଶୁଆଇ ଦେଇ ନିଜେ ହାଲକା ହେଇ ବସିଲା ଓ ଝରକା ଆଡ଼େ ଚାହିଁଥିବା ଝିଅକୁ କହିଲା, ବୁଝିଲୁ ବିନ୍ଦୁ, ଇଏ ହେଲେ ତୋର ଜଣେ ଅଙ୍କଲ। ବିନ୍ଦୁ ହସିଲା ଧଳା ଧଳା ଦାନ୍ତ ଦେଖେଇ ଓ ପୁଣି ବାହାରକୁ ଚାହିଁଲା, ଯେମିତି ସେତେବେଳୁ ବଲ ବଲ କରି ଚାହିଁଥିବା ଅଚିହ୍ନା ଲୋକଟିକୁ ସେ ଭଲ କରି ଚିହ୍ନିଗଲା। ଇଏ ହେଲା ବୁବୁ, ବାପୁ ଅଛି ପୁରୀରେ। ଅନ୍ୟମନସ୍କ ସିତିକଣ୍ଠ ଆଡ଼େ ମୁହଁ ବୁଲେଇ ବର୍ଷା କହିଲା, ତମ ମୁହଁ କେମିତି ଶୁଖିଲା ଦିଶୁଛି ସିତି ଭାଇ। ତମ ମୁହଁକୁ ଫ୍ରେଞ୍ଚକଟ୍ ଦାଢ଼ି କେମିତି ମାନୁଥିଲା ମୋର ଏବେ ବି ମନେ ଅଛି। ସିତି ଭାଇ, ତମେ ବୁଢ଼ା ହେଇଗଲଣି। ଦେଖୁନ, ଆଗ ବାଳ 2-4ଟା ଧଳା ଦିଶିଲାଣି କେମିତି। ହଁ, ବୟସ ବଢ଼ୁଛି। ତୁ ଯେମିତି ଡ୍ରେସ୍ ଛାଡ଼ି ଶାଢ଼ୀ ପିନ୍ଧିଲୁ, କୁଙ୍କୁମ ବଦଳରେ ସିନ୍ଦୁର ନାଇଲୁ, ଏକା ଏକା ଝରକା ପାଖରେ ବସି ଭାବପ୍ରବଣା କବିତା ଲେଖା ଝିଅଟିରୁ 3-3ଟା ପିଲାର ମା ହେଇ ଲୁଗାକଚା ଓ ରୋଷେଇ ଭିତରେ ଚିଠି ଖଣ୍ଡେ ବି ଲେଖିବାକୁ ସମୟ ପାଇଲୁନି, ଠିକ୍ ସେମିତି ମୁଁ ବୁଢ଼ା ହେଇଗଲି। ଦୁହେଁ ବେଦମ ହେଇ ହସିଲେ। ହସୁ ହସୁ ଚୁପ୍ ହେଇଗଲେ। ଚୁପଚାପ ଗମ୍ଭୀର ହୋଇ ବସିଲେ ଓ କିଛି ସମୟ ସେମିତି ବସିଲା ପରେ ସିତିକଣ୍ଠ ପଚାରିଲା, ତୋର ମନେ ଅଛି ତ ବର୍ଷା, ସେଇ କଲେଜ ଦିନମାନଙ୍କ କଥା? ଚାହିଁଦେଲେ ତାକୁ ହସୁଥିଲା କୃଷ୍ଣଚୂଡ଼ା, ଫୁଟୁଥିଲା ରଜନୀଗନ୍ଧା, ଛୁଇଁ ଯାଉଥିଲା ଦଲକାଏ ବାସନ୍ତୀ ପବନ। ମନେ ଅଛି କେମିତି ମୁଁ ତମ ଘରକୁ ଯାଇ ତୋତେ ପଢ଼ଉଥିଲି? ପଢ଼େଇବା ନାଁରେ ବଦମାସି କରୁଥିଲି ସମସ୍ତଙ୍କ ଅଲକ୍ଷ୍ୟରେ। ତୁ କେତେବେଳେ ଆକାଶ ପରି ଗମ୍ଭୀର ହେଇଯାଉଥିଲୁ ତ କେତେବେଳେ ହସି ହସି ଉତୁରି ପଡ଼ୁଥିଲୁ ଭାତ ହାଣ୍ଡି ପରି। ଆଉ କେବେ କେବେ ନଈ ବଢ଼ି ପରି ବ୍ୟାପି ଯାଉଥିଲୁ। ମୁଁ କେବେ ଟପ୍ ଟପ୍ ଲୁହ ଗଡ଼ଉଥିଲି ତ କେବେ ପୁଣି ତୋ ପାଇଁ ସିଗାରେଟ୍ ପିଇବା ଶିଖିଲି। ପୁଣି କେବେ ସିଗାରେଟ୍ ଧୂଆଁର ଅନ୍ଧାର ପରି ନିଜ ଭିତରେ ନିଜେ ରୁନ୍ଧି ହେଇଯାଉଥିଲି। ତୋର ମନେ ଅଛି ନା ସେସବୁ? ଲାଜେଇଗଲା ବର୍ଷା। ନୂଆକରି ସମ୍ବଲପୁରୀ ଶାଢ଼ୀଟେ ପିନ୍ଧି କଲେଜ ଯାଉଥିବା ଖିଆଲି ଝିଅଟିଏ ପରି। ଆଉ ନିଜ ଭିତରେ ଉଚ୍ଚାରଣ କଲା, ତମର ସବୁ କଥା ମନେ ଅଛି ସିତି ଭାଇ? ମୋତେ ତ ଝାପ୍ସା ଦିଶିଲାଣି ସେସବୁ। ବେଳ କାହିଁ ଯେ ପଛ କଥା ଭାବିବାକୁ ଆଉ ସ୍ମୃତିକୁ ଦୋହରେଇବାକୁ। ତଥାପି ବେଳେ ବେଳେ ମନେ ପଡ଼ ଯେ ତମେ, ଖୁବ୍ ବେଶୀ ମନେ ପଡ଼। Sample complete. Ready to continue?